ସମସ୍ତଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର। ବର୍ତ୍ତମାନ ଯୀଶୁଙ୍କ ଜନ୍ମ ସମୟରେ ଆସିଥିବା ପଣ୍ଡିତମାନଙ୍କ ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିବା। ଯୀଶୁଙ୍କ ଜନ୍ମରେ କେତେଜଣ ପଣ୍ଡିତ ଆସିଥିଲେ? ମାଥ୍ୟୁ 2 ଅଧ୍ୟାୟର 1 ପଦ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଦିଆଯାଇ ନାହିଁ, କିନ୍ତୁ କେତେକ ପଣ୍ଡିତ ପୂର୍ବ ଦେଶରୁ ଆସିଥିଲେ ବୋଲି ଦେଖିପାରୁ। 2. ସେହି ପଣ୍ଡିତମାନେ ଜିହୁଦୀ ନା ବିଜାତି ଥିଲେ? ସେହି ପଣ୍ଡିତମାନେ ଜିହୁଦୀ ନଥିଲେ, ବରଂ ବିଜାତି ଥିଲେ। ପ୍ରମାଣଗୁଡ଼ିକ ମାଥ୍ୟୁ 2 ଅଧ୍ୟାୟର 1 ପଦ ଅନୁସାରେ ସେମାନେ ଆସି ପଚାରିଲେ, ଜିହୁଦୀମାନଙ୍କ ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? ଯଦି ସେମାନେ ଜିହୁଦୀ ହୋଇଥାନ୍ତେ, ତେବେ ଆମ୍ଭମାନଙ୍କର ଯେଉଁ ରାଜା ବୋଲି କହିପାରିଥାନ୍ତେ। ତେଣୁ ସେମାନେ ବିଜାତି ଥିଲେ। ଜିହୁଦୀମାନଙ୍କ ରୀତି ଅନୁସାରେ କୌଣସି ମନୁଷ୍ୟକୁ ପ୍ରଣାମ କରନ୍ତି ନାହିଁ। ଉଦାହରଣ ସ୍ୱରୂପ ମର୍ଦ୍ଦଖୟ ଏଷ୍ଟର 3 ଅଧ୍ୟାୟର 2 ପଦ। 2. ଡାନିଏଲଙ୍କ 3 ମିତ୍ରଗଣ ପ୍ରତିମାକୁ ପ୍ରଣାମ କରିନଥିଲେ। ତା ଦାନିଏଲ 3ର 12 ପଦରେ ଦେଖିପାରୁ। ପଣ୍ଡିତମାନେ ଯଦି ଜିହୁଦୀ ହୋଇଥାନ୍ତେ, ସେମାନେ ଧର୍ମଶାସ୍ତ୍ର ଜାଣିଥାନ୍ତେ, କିନ୍ତୁ ବିଜାତି ହୋଇଥିବାରୁ ଜେରୁସାଲେମକୁ ଆସି ଯୀଶୁଙ୍କ ଜନ୍ମ ବିଷୟରେ ପଚାରିବାକୁ ଲାଗିଲେ। ଏଥିଦ୍ୱାରା ଜାଣିପାରୁ ସେମାନେ ବିଜାତି ଥିଲେ। ଯୀଶୁଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟ ବିଷୟ ଦେଖିବା। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଆଶ୍ଚର୍ଯ୍ୟ, କାରଣ ଯୀଶୁ କନ୍ୟା ଗର୍ଭରୁ ଜାତ ହେଲେ। ଯେଶାୟା 7:14। ମରିୟମ ପବିତ୍ରାତ୍ମାଙ୍କ ସାହାଯ୍ୟରେ ଗର୍ଭବତୀ ହେଲେ। ମାଥ୍ୟୁ 1:18। ଈଶ୍ୱର ଯୀଶୁଙ୍କ ନିମନ୍ତେ ଶରୀର ପ୍ରସ୍ତୁତ କଲେ। ଏବ୍ରୀ 10:5। ଦ୍ୱିତୀୟ ନମ୍ବର, ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟ, କାରଣ ତାଙ୍କ ମୃତ୍ୟୁ ସାଧାରଣ ନଥିଲା। ଜଗତର ପତନ ପୂର୍ବେ ନିରୂପିତ ହୋଇଥିଲା। ପ୍ରଥମ ପିତର 1:20। ସମାଧିରେ ତାଙ୍କ ଶରୀର କ୍ଷୟ ପାଇଲା ନାହିଁ। ପ୍ରେରିତ 2:27। ତୃତୀୟ ନମ୍ବର, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଆଶ୍ଚର୍ଯ୍ୟ, କାରଣ ତାଙ୍କ ପରି କେହି ପୁନରୁତ୍ଥିତ ହୋଇନାହାନ୍ତି। ତାଙ୍କ ପୁନରୁତ୍ଥାନ ଅନନ୍ତକାଳ ନିମନ୍ତେ। ଏହାକୁ କଲୋସୀ 1:18 ଅନୁସାରେ ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ବୋଲି କୁହାଯାଏ। ଯୀଶୁଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ। ତା ରୋମୀ 6:9-10 ପଦରେ ଦେଖିପାରୁ।